ବରଗଡ଼ ଟାଉନ୍ ପୋଲିସକୁ ମିଳିଲା ବଡ଼ ଧରଣର ସଫଳତା। 2171 ବୋତଲ କଫ୍ ସିରପ୍ ଜବତ କରିବା ସହିତ 7 ଜଣ ନିଶା ବେପାରୀଙ୍କୁ ଗିରଫ କରିବାରେ ସଫଳ ହୋଇଛି ବରଗଡ଼ ଟାଉନ୍ ପୋଲିସ। ଏନେଇ ବରଗଡ଼ ଟାଉନ୍ ଥାନାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବରଗଡ଼ ସହରରେ ବ୍ୟାପକ ମାତ୍ରାରେ ନିଶା କାରବାର ବଢ଼ିବାରେ ଲାଗିଥିବା ବେଳେ ବଢ଼ୁଥିବା ଅପରାଧିକ ମାମଲା କାରଣରୁ ଜନସାଧାରଣ ଅସୁରକ୍ଷିତ ହୋଇପଡ଼ିଥିଲେ ଏବଂ ଶେଷରେ ବରଗଡ଼ବାସୀ ସ୍ୱର ଉତ୍ତୋଳନ କରି ନିଶା କାରବାର ଉପରେ ଅଙ୍କୁଶ ଲଗାଇବାକୁ ବରଗଡ଼ ଏସ୍ପିଙ୍କଠାରେ ଦାବି କରିଥିଲେ। ତେବେ ବର୍ତ୍ତମାନ ବରଗଡ଼ ପୋଲିସ ନିଶା କାରବାର ଚଳାଇଥିବା ବେପାରୀମାନଙ୍କୁ କାବୁ କରିବାକୁ ଅଣ୍ଟା ଭିଡ଼ିଛି ଏବଂ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆଜି ସକାଳ ଭୋର 5ଟାରୁ ସ୍ଥାନୀୟ ବିଶିପଡ଼ା ଛକଠାରେ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଘେରାବନ୍ଦୀ କରି ବେଆଇନ ଭାବେ କଫ୍ ସିରପ୍ ବେପାର କରୁଥିବା ନିଶା ବେପାରୀଙ୍କ ଘରେ ଚଢ଼ାଉ କରିଥିଲା ଓ 2171 ବୋତଲ ବେଆଇନ କଫ୍ ସିରପ୍ ଜବତ କରିବା ସହିତ 6 ଗୋଟି ମୋବାଇଲ ଓ 7460 ଟଙ୍କା ଜବତ କରିଥିଲା। ବରଗଡ଼ ଜିଲ୍ଲାରୁ ଶ୍ୟାମସୁନ୍ଦର ସୁନାଙ୍କ ରିପୋର୍ଟ G9 ଓଡ଼ିଆ।